ଦ୍ୱାଦଶ ରାଶିଚକ୍ରର ନବମ ରାଶି ଧନୁ ରାଶି ପାଇଁ ଅପ୍ରେଲ ମାସର ମାସିକ ରାଶିଫଳ। ଅପ୍ରେଲ ମାସର ଦ୍ୱିତୀୟାର୍ଦ୍ଧର ସମୟ ଧନୁରାଶି ବ୍ୟକ୍ତିଙ୍କ ପାଇଁ ଭାଗ୍ୟ ଉଦୟର ସମୟ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅପ୍ରେଲ ମାସ 14 ତାରିଖ ମଙ୍ଗଳବାର ଦିନ ଧନୁ ରାଶିର ନବମ ଅଥବା ଭାଗ୍ୟ ଭାବର ଅଧିପତି ସୂର୍ଯ୍ୟ ଧନୁ ରାଶିର ପଞ୍ଚମ ଭାବ ମେଷ ରାଶିରେ ଅର୍ଥାତ୍ ନିଜର ଉଚ୍ଚ ରାଶିରେ ପ୍ରବେଶ କଲେ ଧନୁ ରାଶି ଜାତ ବ୍ୟକ୍ତିଙ୍କର ଏହି ଦିନଠାରୁ ଭାଗ୍ୟ ଉଦୟ ହେଲା ବୋଲି ବିନା ଦ୍ୱିଧାରେ ପ୍ରକାଶ କରିହେବ। ଧନୁ ରାଶିର ଅଧିପତି ବୃହସ୍ପତିଙ୍କର ପରମ ମିତ୍ର ସୂର୍ଯ୍ୟ ମହାଗ୍ରହଙ୍କର ଆଶୀର୍ବାଦରୁ ଧନୁରାଶି ଜାତ ବ୍ୟକ୍ତିଙ୍କୁ ପ୍ରସିଦ୍ଧି ମିଳିବା ସହିତ ଚମତ୍କାର ବୁଦ୍ଧିମତ୍ତା ସମ୍ପନ୍ନ ହେବେ। ନାମ ଯଶ ଆଦି ଗୁଣର ପରିପ୍ରକାଶ ଘଟିବ। ଧନ ସମ୍ପତ୍ତିରେ ବିଶେଷ ବୃଦ୍ଧି ଘଟିବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସହିତ ପର ଉପକାରରେ ବ୍ରତୀ ହେବେ। ସମାଜରେ ମାନସମ୍ମାନ ବଢ଼ିବ। ନିରୋଗ ରହିବେ। କ୍ୟାରିୟରର ଶୀର୍ଷ ଦେଶରେ ପହଞ୍ଚି ପାରିବେ। ନିର୍ଣ୍ଣୟ ବା ନିଷ୍ପତ୍ତି ନେବାର କ୍ଷମତା ବହୁଗୁଣିତ ହେବ। ଏହା ସାଙ୍ଗକୁ ଆସୁଥିବା ବା ମିଳିଥିବା ଦାୟିତ୍ୱ ସୁଚାରୁ ରୂପେ ସମ୍ପନ୍ନ କରିପାରିବେ। ସରକାରୀ ସ୍ତରରେ ପୂର୍ବରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଏହି ସମୟରେ ସୁଚାରୁ ରୂପେ ସମ୍ପନ୍ନ ହୋଇଯିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଧନୁ ରାଶିର ଦ୍ୱିତୀୟ କୁଟୁମ୍ବ ସ୍ଥାନର ଅଧିପତି ଶନି ଚତୁର୍ଥ ଭାବ ମୀନ ରାଶିରେ ମଙ୍ଗଳଯୁକ୍ତ ହୋଇ ରହିଲେ ଘରେ ବା ପରିବାରରେ ଅଶାନ୍ତି ଦେଖାଦେଇପାରେ। ପାରିବାରିକ ବା ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ତୀବ୍ର ଗଣ୍ଡଗୋଳ ଅବସ୍ଥା ଉପୁଜିପାରେ। ଏହି ସମୟରେ ବନ୍ଧୁ ଓ ପରିଜନମାନଙ୍କର ବିରୋଧାଭାସର ସାମନା କରିବାକୁ ପଡ଼ିପାରେ। କିନ୍ତୁ ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତିଙ୍କର ଦୃଷ୍ଟି ନିଜ ରାଶି ଧନୁରାଶି ଉପରେ ରହିଥିବାରୁ ନିଜର ବୁଦ୍ଧି ବଳରେ ଏସବୁ ସମସ୍ୟାର ସମାଧାନ କରିହେବ। ତେଣୁ ବିଶେଷ ବ୍ୟସ୍ତ ହେବାର ନାହିଁ। ପ୍ରେମ ସମ୍ପର୍କରେ ରହିଥିବା ଧନୁରାଶି ଜାତ ପୁଅ ଓ ଝିଅ ମାସର ପ୍ରଥମାର୍ଦ୍ଧରେ ସାମାନ୍ୟ ଜଟିଳ ପରିସ୍ଥିତିର ସାମନା କଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ସମ୍ପର୍କକୁ ନେଇ ବେଶ୍ ଆଶାବାଦୀ ରହିବେ। ପ୍ରେମ ସମ୍ପର୍କକୁ ପରିଣୟ ସୂତ୍ରରେ ବାନ୍ଧି ରଖିବା ପାଇଁ ମନ ମଧ୍ୟରେ ବଡ଼ ବଡ଼ ଯୋଜନା ତିଆରି କରିବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିଶେଷ ଶୁଭ ସମୟ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ଜଲ୍ଦି ଏବଂ ବହୁ ଦିନରୁ ବହୁ ପ୍ରତୀକ୍ଷିତ ଶୁଭ ବିବାହ ତାରିଖ ସ୍ଥିର ହୋଇ ଶୁଭ ପରିଣୟ କାର୍ଯ୍ୟ ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଅପ୍ରେଲ ମାସରେ ଧନୁରାଶି ଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରାୟତଃ ଠିକ୍ଠାକ୍ ରହିବ। ତେବେ ବି ପାଦ ବା ଗୋଇଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କିନ୍ତୁ ବଡ଼ ଅସୁବିଧା ଅଛି। ଏହି ଅପ୍ରେଲ ମାସରେ ଧନୁରାଶି ଜାତ ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ସେଥିପ୍ରତି ସାବଧାନ ରହିଥିବେ। ଅପ୍ରେଲ ମାସରେ ଧନୁରାଶି ଜାତ ବ୍ୟକ୍ତି ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରନ୍ତୁ ଏବଂ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ
ଧନୁରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।